ଗୁରୁବାରେ ହଳ ବୁଲଉଛନ୍ତି, ଅମାସ୍ୟାରେ ହଳ ବୁଲଉଛନ୍ତି। ଇଏ କଣ ରଜରେ କୋଡିଟାକୁ ଧରିକି କୁଆ ଯାଉଛନ୍ତି କି? ଓ ଆସିଲା ଆସିଲା, ଶୁଣ ଶୁଣ, ତମେ କଣ କହୁଛୁ? ରଜରେ କୋଡି ନେଇକି କୁଆ ଯାଉଛ? କୋଳି ନେଇକି ହଁ ଯାଉଛି ଟିକେ ବିଲକୁ। ଗୋଟେ ବୁଢାଟେ ଗଲା ବର୍ଷ ବର୍ଷାରେ କିନା ଭାଙ୍ଗି ଯାଇଛି, ସେଇଟାକୁ ବଞ୍ଚେଇ ଦେଲେ ଆଉ ଧାନ ଫାନ ବୁଣିଦବା। ଆଉ କାହିଁକି ଡେରି କରିବା କଣ ପାଇଁ? ଯେ ତମକୁ ଆଉ କେତେବେଳେ ଟାଇମ ନାହିଁ ତସା ପୁଆ ହେଇକି ରଜରେ ଯାଇକି ହୁଡା ବନ୍ଧେଇବା। ମୋର ତ ସାପ ଯାଇକି ମାଟି ଆଣିବନି ନାଇଁ ମାଟି ରଜରେ। ଆଣନ୍ତିନି। ତାହେଲେ ବାବା ଯାଇକି କାଲି ଯାଇକି ହଳ ବୁଲଉଥିଲା, ଏବେ ଯାଇକି ଏଠି ଉଡା ବନ୍ଧଉଛି। କାଠୁ କଣ ମିଳିବ ଆମର? ଚଷା ପୁଅ ତ ଚଷା କାମ କରିବନି। ଓ ରାତିରେ କେମିତି ଯାଇକି ଧାନ କାଟୁଛନ୍ତି? ଦିନ ବେଳେ ସଂକ୍ରାନ୍ତିରେ ହଳ ବୁଲଉଛନ୍ତି, ଗୁରୁବାରେ ହଳ ବୁଲଉଛନ୍ତି, ଅମାସ୍ୟାରେ ହଳ ବୁଲଉଛନ୍ତି, ଜହ୍ନ ମୁଗ ଦେଖିକି ଧାନ କାଟୁଛନ୍ତି। କେମିତି? ଶୁଣ ଶୁଣ, କାଠୁ କଣ ମିଳିବା? ଆମେ ତସା ପୁଅ ମାନେ ଯୋଉ ମାନୁନାହାନ୍ତି, କହୁଛ ସଂକ୍ରାନ୍ତି ଅମାସ୍ୟା ରାତିରେ ଧାନ କାଟୁଛନ୍ତି ଯୋଉ କହୁଛ, ହଁ ସେଥିପାଇଁ ଲକ୍ଷ୍ମୀ ସାନ୍ତାଣୀ ରହୁଛନ୍ତି ଠିକ ଧାନ ଅମଳ ଟାଇମ ଯେତେବେଳେ ଘରକୁ ଆଣିବ ସେତେବେଳକୁ ବାତ୍ୟା ପବନ କରିଦଉଛନ୍ତି ଯେ ଏକାଥରେ ସବୁ ଯାକ ଧାନ ଧୋଇ ହେଇଯାଉଛି। ଆଉ ବେଳ ନାହିଁ ତ, ଆଉ କଣ ସମୟ ନାହିଁ। ଏଟା ଗୁଡାଟେ ବଞ୍ଚେଇ ଦେଇଥିଲେ କାଲି ଆଡକୁ ଧାନ ବୁଣି ଦେଇଥାନ୍ତେ। ଯେ ତମକୁ ଆଉ କେତେବେଳେ ଟାଇମ ନାହିଁ? ଏଇ ରଜରେ ଯିବ ତମେ ମାଟି ତାଡିଆକୁ, ଚାଲ ଘରକୁ ଆସ ଆସ। ଆଉ କେତେବେଳେ ଯିବ? ରଜ ଗଲା ପରେ ମାଟି ତାଡିକି ଯାଇକି ହୁଡା ବନ୍ଧେଇ ଦେଇକି ପଳେଇ ଆସିବ। ଆସ, ରଜରେ ତାଡନ୍ତି ନା ସରି, ମୋ କଥା ମାନ। ହଉ ଚାଲ ଚାଲ।